ଆଜି ଆମେ ପୁରା ଚଟପଟା ଆଉ ଖଟା ମିଠା ଦହି ଭେଣ୍ଡି ବନେଇବା। ଗରମ ଭାତ ହଉ ପଖାଳ ଭାତ ବା ରୁଟି ପରଟା ସବୁଥିରେ ଆପଣ ଏଇଟାକୁ ଖାଇପାରିବେ, ବହୁତ ଟେଷ୍ଟି ଲାଗିବ। ତ ସେଥିପାଇଁ କ'ଣ କରିବା ନା ପାଖାପାଖି 300 ଗ୍ରାମର ଭେଣ୍ଡିକୁ ଭଲ ଭାବରେ ଧୋଇକି ତାକୁ ପୋଛି ନେବା। ତାପରେ ଭେଣ୍ଡିର ଦୁଇ ପଟ ସାଇଡ଼କୁ କାଟିକି ଏମିତି ବଡ଼ ସାଇଜ୍ କରିକି ଦୁଇ ଖଣ୍ଡ କରି କାଟିଦେବା। ଆଉ ଗୋଟେ ଜାଗାରେ 400 ଗ୍ରାମର ଦହି ସହିତ ଗୋଟେ କପ୍ ପାଣି ଆମେ ମିକ୍ସ କରିବା। ସେଥିରେ ଚିନି 2 ଚାମଚ, ଲୁଣ ସ୍ୱାଦ ହିସାବରେ ଆଡ଼୍ କରିବା ଆଉ ଭଜା ଜିରା ଶୁଖିଲା ଲଙ୍କାର ଗୁଣ୍ଡ ଆମେ ମିକ୍ସ କରିବା 1 ଚାମଚ। ତାପରେ ଭଲ ଭାବରେ ଏସବୁକୁ ଗୋଳେଇ ଦେବା। ଆଉ ଏଇ ଯେଉଁ ଦହି ପାଣିର କନସିଷ୍ଟେନ୍ସି ନା ଆପଣ ଆପଣଙ୍କ ହିସାବରେ ଆଡ଼ଜଷ୍ଟ କରିବେ। ଯେତେ ମୋଟା ପତଳା ଆପଣଙ୍କୁ ଦରକାର ଆପଣ ସେଇ ହିସାବରେ ପାଣି ମିକ୍ସ କରିବେ। ତାପରେ ଗୋଟେ କଡ଼େଇରେ 2 ଚାମଚ ସୋରିଷ ତେଲ ଗରମ କରିକି ସେଥିରେ 5 ଫୁଟଣ, ଅଳ୍ପ ହିଙ୍ଗୁ, ଭୃସଙ୍ଗ ପତ୍ର ଆଉ 2ରୁ 3ଟା ଶୁଖିଲା ଲଙ୍କା ଦେଇଦେବା। ତାପରେ ଯେଉଁ କାଟିକି ରଖିଥିବା ଭେଣ୍ଡି ସହିତ ଗୋଟେ ବଡ଼ ଚାମଚ ଆମ୍ବ କଷି ଅଦାର ଛେଚା, ତା ସହିତ ଅଳ୍ପ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ୍ ମସଲା କିଛି ଆଡ଼୍ କରିବା ଆଉ ସ୍ୱାଦ ହିସାବରେ ଲୁଣ ଦେଇକି ତାକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ ରଖିକି ଭେଣ୍ଡିଟା ହାଲକା ନରମ ହେବା ଯାଏ ଭାଜିବା। ଆଉ ଯେତେବେଳେ ଭେଣ୍ଡି ଆମର ଟିକେ ନରମ ହେଇଯିବ ତାପରେ ତାକୁ ପୁରା ଥଣ୍ଡା କରିକି ସେ ଯେଉଁ ଦହି ସହିତ ଆମେ ମିକ୍ସ କରିଦେବା। ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ଆଉ ଏଇଥିରେ ଯେଉଁ ଭଜା ଜିରା ଗୁଣ୍ଡ, ଚାଟ୍ ମସଲା, ଲୁଣ ଆଉ ଚିନି ତାର ପରିମାଣ ଆପଣଙ୍କ ଟେଷ୍ଟ ହିସାବରେ ଆପଣ ଆଡ଼ଜଷ୍ଟ କରିକି ଏଥିରେ ମିକ୍ସ କରିବେ।